ପିଲାମାନେ ଆପଣମାନଙ୍କୁ ମୁଁ ମୋର ଦେବୀ ପ୍ରସାଦ ଟିଚିଂ ଡାଏରୀ ଚ୍ୟାନେଲକୁ ୱେଲକମ୍ କରୁଛି। ମୁଁ ମୋର ପୂର୍ବ ଭିଡ଼ିଓରେ ଆପଣମାନଙ୍କୁ ଜଣାଇ ଦେଇଥିଲି ଯେ ଆପଣମାନେ ଯେଉଁମାନେ କି ଏବେ +2ରେ ଆଡ଼ମିସନ୍ କରିବା ପାଇଁ ଯାଉଛନ୍ତି କିପରି ପ୍ରକାରର କଲେଜ ଗୁଡ଼ିକ ସିଲେକ୍ସନ୍ କରିବେ। ଆଜିର ମୋର ଟପିକ୍ ରହୁଛି ଯେ ଏହି ବର୍ଷ 2026 ଓ 27 ତାରିଖରେ 2026 ଓ 27 ମସିହା ପାଇଁ ଯେଉଁମାନେ ଛାତ୍ରଛାତ୍ରୀମାନେ କଲେଜ ଆପ୍ଲାଏ କରିବେ ସେମାନେ କିଭଳି ପ୍ରକାର ସବଜେକ୍ଟ ଚୁଜ୍ କରିବେ। ଆପଣମାନେ ଜମା ଟେନସନ୍ ନିଅନ୍ତୁ ନାହିଁ। ମୁଁ ଆପଣଙ୍କୁ ଭଲ ଭାବରେ ବୁଝେଇଦେବି ଯେ ଆପଣମାନେ ଯଦି +2 ଆଡ଼ମିସନ୍ କରିବା ପାଇଁ ଯାଉଛନ୍ତି ଆପଣ ଦୁଇ ପ୍ରକାରର ପ୍ରଣାଳୀରେ ବିଷୟ ଗୁଡ଼ିକ ଚୁଜ୍ କରିବା ଦରକାର। ସେ ପ୍ରଣାଳୀ ଗୁଡ଼ିକ କ'ଣ? ସର୍ବପ୍ରଥମେ ଆପଣଙ୍କର ମନେ ରଖିବା ଦରକାର କେତେ ଗୁଡ଼ିଏ ସବଜେକ୍ଟ ଅଛି ଯେଉଁଗୁଡ଼ିକୁ ଆପଣ ନେଲେ ସେଗୁଡ଼ିକ ଦ୍ୱାରା ଆପଣଙ୍କର ମାର୍କ ଫିଚିଂ ହେବ, ଅର୍ଥାତ୍ ଆପଣ ଅଧିକରୁ ଅଧିକ ମାର୍କ ରଖିପାରିବେ, ଅର୍ଥାତ୍ ସେଗୁଡ଼ିକ ପଢ଼ିକି ମଧ୍ୟ ମନେ ରଖିବା ପାଇଁ ଉପଯୁକ୍ତ ରହିବ। ସେଇଗୁଡ଼ିକ ମାର୍କ ରଖିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ। ଅନ୍ୟ ପକ୍ଷରେ ମୁଁ କହିବି କେତେ ଗୁଡ଼ିଏ ସବଜେକ୍ଟ ଅଛି ଯେଉଁଗୁଡ଼ିକୁ ଆପଣଙ୍କୁ ମାର୍କ ଫିଚିଂ ଅଧିକ ନ ହେଇପାରେ, ସେଗୁଡ଼ିକ ମନେ ରଖିବା ପାଇଁ ଆପଣମାନଙ୍କୁ କଷ୍ଟ ହେଇପାରେ, କିନ୍ତୁ ସେଗୁଡ଼ିକ ଆପଣଙ୍କୁ ଭବିଷ୍ୟତରେ କୌଣସି ଏକ ଏଣ୍ଟ୍ରାନ୍ସରେ କ୍ୱାଲିଫାଇ କରିବା ପାଇଁ ସାହାଯ୍ୟ କରିବ। ତେଣୁ ଆପଣମାନେ ସ୍ଥିର କରିବେ କେଉଁଭଳି ପ୍ରକାରର ବିଷୟ ଗୁଡ଼ିକ ଆପଣ ଚୁଜ୍ କରିବେ। ଆପଣଙ୍କର ମାର୍କ ଦରକାର ନା ଆପଣଙ୍କର ଆଗାମୀ ଦିନମାନଙ୍କରେ ଯେଉଁଟାକି ଜବ୍ ପାଇଁ ଆପଣମାନେ ଆପ୍ଲାଏ କରିବେ, ଯେକୌଣସି କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ଆପଣମାନେ ଆପ୍ଲାଏ କରିବେ, ସେଥିପାଇଁ ଓରିଏଣ୍ଟେଡ଼୍ ସବଜେକ୍ଟ ଗୁଡ଼ିକ ଆପଣ ନେବେ। ଆପଣମାନଙ୍କର ଏଗୁଡ଼ା ନିର୍ଭର କରେ। ତେଣୁ ଆପଣ ଯଦି ଅଧିକରୁ ଅଧିକ ମାର୍କ ରଖିବେ, ଅଧିକ ଡିଭିଜନ୍ ରଖିବା ପାଇଁ ଚାହୁଁଛନ୍ତି, କେବଳ ସ୍କୋର ବଢ଼େଇକିରି ଭଲ ସାର୍ଟିଫିକେଟ୍ ଖଣ୍ଡେ ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନେ ନିଶ୍ଚିତ ଭାବରେ କମ୍ ପରିଶ୍ରମରେ ଅଧିକ ମନେ ରଖି ହେଉଥିବା ଏବଂ କମ୍ ପରିଶ୍ରମରେ ଅଧିକ ମାର୍କ ରଖା ହେଉଥିବା ବିଷୟ ଗୁଡ଼ିକ ଚୁଜ୍ କରନ୍ତୁ ନିଶ୍ଚିତ ଭାବରେ। ଆଉ ଯଦି ଆପଣମାନେ ଭବିଷ୍ୟତରେ କୌଣସି କମ୍ପିଟେଟିଭ୍ ଏକ୍ଜାମ୍ ଦେଇ ଗୋଟିଏ ସରକାରୀ ଚାକିରି ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ଯେକୌଣସି ଷ୍ଟ୍ରିମ୍ରେ ହୁଅନ୍ତୁ, ଆର୍ଟ୍ସ ହୁଅନ୍ତୁ କିମ୍ବା କମର୍ସ ହୁଅନ୍ତୁ କିମ୍ବା ସାଇନ୍ସ ହୁଅନ୍ତୁ, ଆପଣ ନିଶ୍ଚିତ ଭାବରେ ସେଇ ସବଜେକ୍ଟ ଗୁଡ଼ିକ ନେବା ଦରକାର ଯେଉଁଗୁଡ଼ିକ କି ହାର୍ଡ଼ ହେବ, କିନ୍ତୁ ମାର୍କ ଫିଚିଂ ନ ହୋଇଥିଲେ ମଧ୍ୟ ଭବିଷ୍ୟତରେ ଆପଣଙ୍କୁ ସାହାଯ୍ୟ ହେବ। ଆପଣ ତ ପଢ଼ିପାରିଲେ ଯେକୌଣସି ମୁହୂର୍ତ୍ତରେ ଆପଣ ସବୁ କ୍ଲିୟର କରିବେ। ତେଣୁ ଯଦି ମୋର ଏହି କଥାକୁ ଆପଣମାନେ ପସନ୍ଦ କରୁଛନ୍ତି, ମୋର ଏହି ଦେବୀ ପ୍ରସାଦ ଟିଚିଂ ଡାଏରୀ ଚ୍ୟାନେଲକୁ ସେୟାର, ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ କରନ୍ତୁ। ଆଗକୁ ପୁଣି ଆପଣମାନଙ୍କୁ ଅନ୍ୟ ଭିଡ଼ିଓ ଗୁଡ଼ିକ ଦେବି। ସବଜେକ୍ଟ ଗୁଡ଼ିକ କ'ଣ ଅଛି ଏଇଭଳି ପ୍ରକାର। ଜୟ ଜଗନ୍ନାଥ। ଏତିକି ରହୁଛି।